ଆମେ ତ ଆସିଲା ବେଳକୁ ନିଆଁ ଲାଗିଯାଇଛି। ସବୁ ଝିଅ ପିଲା ପୁଅ ପିଲା ତାପରେ ସବୁ ଷ୍ଟାଚୁ ହେଇ ପଡୁଛନ୍ତି। ସମସ୍ତଙ୍କର ମାନେ ଝିଅ ପିଲାଙ୍କର ଚୁଟି ବି ନାହିଁ, ସବୁ ପୋଡ଼ି ପାରି ଯାଇଛି। ଆଉ ବେଶୀ କ୍ଷତି ସେ ଛୁଆଟାର ହେଇଛି, ପୁଅ ପିଲାଟାର, ତାର କିଛି ନାହିଁ। କେମିତି କଣ ଲାଗିଲା? ଆମେ କହିପାରିବୁନି। ଆମେ ତ ବାଇପାସ ଥିଲୁ, ଫୁଟିଲା ଏତେ ଜୋର ଆମେ ଦୌଡ଼ିକି ଆସିଲୁ। ଆସିଲେ ତ ଦେଇଛି ଆଉ। କେତେ ଦୂର କଣ ସାଉଣ୍ଡ? ସାଉଣ୍ଡ ବହୁତ ଜୋର ହେଇଛି। ଏତେ ଜୋର ସାଉଣ୍ଡ ହେଲା, ଲୋକ ଦୌଡ଼ିକି ଆସିଛନ୍ତି ସବୁ। ସବୁ ମେଡିକାଲ ପଳେଇଲେ। ହଁ, କିଏ ଟେମ୍ପୋ ନେଇଗଲା, କିଏ ବାଇକ୍ ବସେଇ ନେଇ ସବୁ ନେଇଛି। ଏଟା କଣ ବାଣ ଫ୍ୟାକ୍ଟ୍ରି ଥିଲା? ହଁ, ଏଠି ବାଣ ଫ୍ୟାକ୍ଟ୍ରି ତାଙ୍କର ସେଠି ଥିଲା। ସେ ଏଇଠି ତିଆରି କରୁଥିଲେ। ଖରାପ ହବ ସେ ଏ ସାଉଣ୍ଡ କେମିତି ଆପଣଙ୍କୁ ଶୁଣା ଲାଗିଲା? ଆପଣ କେମିତି କଣ ଭୟଭୀତ ହେଇଥିଲେ ଏ ସାଉଣ୍ଡ ଶୁଣିକି? ବହୁତ ଜୋର ସାଉଣ୍ଡ ହେଇଥିଲା। ମୋର ବି ଟିକେ ଲାଗି ଯାଇଛି ଏଠି। ସାଉଣ୍ଡ ହେଇକି ବାଣ ବାଜିଲା ଏଇଭଳିଆ ଏକଦମ ପୁରା ପବନ ଫୁଟିକି ମୋର ଏଠି ଛିଣ୍ଡି ଯାଇଛି। ଟିକେ ଆଉ ଟିକେ ବାଜିଥାନ୍ତା, ପୁରା ୟା ଭିତରେ ଏକଦମ ଆସିକି ବାଜିଲା ଏକଦମ ପୁରା। ଆମର ସବୁ ଟିଭି ଫିଭି ସବୁ ଯାହା ଥିଲା, କାଚ ଫାଚ ସବୁ ଭାଙ୍ଗିଗଲା। ଦି ଥର ଆମର ଏଇଭଳିଆ ହେଲାଣି। ତାପରେ ପ୍ରଶାସନକୁ ଏ ନେଇ ଆପଣ ସତର୍କ ବା ଦାବି ଦେଇଥିଲେ? ଆଜ୍ଞା, ଆମେ ଆଗରୁ କହିଥିଲେ, ତାଙ୍କୁ ଜଣେଇଥିଲେ ଆପଣ ଏଠି ଇଏ କରନ୍ତୁନି, ଟିକେ ଇଏ କରି ସାବଧାନ ନା। ହଁ, ଆମେ କରିବୁ ଠିକ ରକମ, ଆଉ କିଛି ଅସୁବିଧା ହବନି। ଦିଥର ଏଇଭଳିଆ ହେଇଗଲାଣି। ଘରେ କଣ କଣ ସବୁ କ୍ଷତି ହେଇଛି? ଆମର ଟିଭି କାଚ ସବୁ ଦ୍ୱାର ଫାର ସବୁ ଭାଙ୍ଗି ଯାଇଛି, ଫାଟି ଯାଇଛି ସବୁ। କବାଟ ଫଟ ସବୁ ହେଇଯାଇଛି। ଆପଣ ଚାହୁଁଛନ୍ତି କଣ? ଆମର କିଛି ନ୍ୟାୟ ଆମର ତ ଦରକାର। ଆଉ ଆମର ବିଚାର ଗୋଟେ କରନ୍ତୁ। କ୍ଷତିପୂରଣ କରାଯାଉ। ଆମର ସବୁ ଭାଙ୍ଗି ଭୁଙ୍ଗି ଯାଇଛି। କେମିତି ଆପଣ ପିଲା ଛୁଆ ନେଇକି ସବୁ କୋଉଠି ନେଇକି ଗଲେ? ଆମେ ବାହାର ନେଇକି ପଳେଇଲୁ ଦୌଡ଼ିକି। ଏତେ ଆମେ ଜୋର ଆମେ ଦୌଡ଼ିଲୁ, ଆମେ ଯେମିତିଆ ଭାବିଲା ଆମେ ସବୁ ଛାଡ଼ି ଗଲୁ। ଏଇଗୁଡେକୁ ଆଗରୁ ଦୌଡ଼ି ଗଲୁ। ମାନେ କିଛି ଇଏ ନାହିଁ କି ଗରିବ ଲୋକଙ୍କୁ ଖାଲି ପଇସା ଦେହରେ ଆଣିକି ଏଠି ଆଣିକି ପୋଡ଼ିକି 3 ଥର ହେଲାଣି। ଥରେ ନୁହେଁ 3 ଥର ହେଲାଣି। ଏମାନଙ୍କୁ ପୁରା ବନ୍ଦ କରାଯାଉ। ଆମେ ସବୁ ଗ୍ରାମବାସୀ ୟାକୁ ବିରୋଧ କରୁଛୁ, ୟାକୁ ପୁରା ବନ୍ଦ କରାଯାଉ। ଏଠି ବମ୍ ଫମ୍ ବନେଇବାର କିଛି ଆବଶ୍ୟକ ନାହିଁ। ଏ ଥରେ ନୁହେଁ 3 ଥର ଗରିବ ଲୋକ ଏଣେ। ଆଉ ଯୋଉ ଗରିବ ଲୋକଙ୍କ ଯାହା କ୍ଷତିପୂରଣ ଯାହା ହେଇଛି, ତାଙ୍କୁ ଗୋଟେ 10 ଲକ୍ଷ 20 ଲକ୍ଷ ଟଙ୍କା କରି ଦିଆଯାଉ। ତାଙ୍କର ଯାହା ଅଛି ତାଙ୍କର ନେଇକି ସରକାର ୟା ଦେହରେ କ୍ଷତିପୂରଣ ଯାହା ହଉ ତାକୁ ଦେଇକି ତାଙ୍କୁ ଗରିବ ଲୋକଙ୍କୁ ତାଙ୍କୁ ସହାୟତା ଦିଆଯାଉ। ସେ କାନ୍ଦୁଛନ୍ତି, ବିଲଗୁଲଉଛନ୍ତି, ତାଙ୍କର କିଛି ନାହିଁ, ଅବସ୍ଥାରୁ ନାହାନ୍ତି। ସେ ବଞ୍ଚିବ ନ ବଞ୍ଚିବ କିଛି ନାହିଁ। କିନ୍ତୁ ଏଠି ଯିଏ ଯାହା ସିଏ ତାଙ୍କର ସେଫ୍ଟି କରିବାରେ ଲାଗିଛନ୍ତି, ତାଙ୍କ ବମ୍କୁ ଲୁଚେଇବାରେ ଲାଗିଛନ୍ତି। କାହିଁକି? ଲୋକ ଗଲେ ଲୋକ ପଛରେ ଗଲେନି ନା, କିଛି ନାହିଁ, କେହି ନାହିଁ। ସେ ଆସିଲେ ଯିଏ ଦେଖୁଛନ୍ତି ପଢୁଛନ୍ତି। ଆମକୁ ବହୁତ ଦୁଃଖଦ କଥା। ଏପୁରା ନାହିଁ କିଛି ପୋଡ଼ିଆ 3 ଥର ହେଲାଣି। ଜଣେଇଛନ୍ତି ଏ ବିଷୟରେ ପୂର୍ବରୁ ଆପଣ ଜଳେଇ ନାହାନ୍ତି। ଏ ଯୋଉ ମାନେ ତାଙ୍କ 2 ଥର ହେଲାଣି କିଛି ମାନେ ଧ୍ୟାନ ଦଉନାହାନ୍ତି ବୋଲି ଖରାରେ ଗୋଟେ ପଲ୍ଲା ବାନ୍ଧିକି